शलाकया चक्षुरुन्मिलितं येन तस्मै श्रीगुरवे नमः। नमो वं विष्णुपदाय कृष्णपृष्ठाय भूतले श्रीमते भक्तिवेदान्त स्वामिने नामिने। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे वंशाकल्पतरुभस्य कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद। हरे कृष्ण 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 हरे 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 राम 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 हरे हरे। मुखं करोति वाचालं पंगुलं यत्कृपातमहं वन्दे परमानन्दमाधवं श्रीगुरुदिनतारिणं श्रीचैतन्य ईश्वरं नमः। ତାମାନେ କାଲି ଦଶମ ଅଧ୍ୟାୟର 3 ନମ୍ବର ଶ୍ଲୋକ ପଢୁଥିଲେ। ଯୋ ମାଂ ଅଜମ୍ ଅନାଦିମ୍ च वेति लोकं महेश्वरम् असम्मूढ़ समर्थेषु सर्व पापै प्रमुच्यते। ଏ ଶ୍ଲୋକର ତାତ୍ପର୍ଯ୍ୟ ଆମେ ପଢୁଥିଲେ, ଆଜି କଣ୍ଟିନ୍ୟୁ କରିବା। କାଲି 537 ନମ୍ବର ପୃଷ୍ଠା ପର୍ଯ୍ୟନ୍ତ ପଢିଥିଲେ। ଶେଷରେ କୁହାଯାଇଥିଲା ସେ ଯେତେବେଳେ ଦେବକୀ ଓ ବସୁଦେବଙ୍କ ସମ୍ମୁଖରେ ଆବିର୍ଭୂତ ହେଲେ, ସେ ଏକ ସାଧାରଣ ଶିଶୁ ରୂପରେ ଜନ୍ମ ହୋଇନଥିଲେ। ସେ ତାଙ୍କର ମୌଳିକ ରୂପରେ ଆବିର୍ଭୂତ ହୋଇଥିଲେ ଏବଂ ତତ୍ପରେ ସେ ଏକ ସାଧାରଣ ଶିଶୁ ରୂପାନ୍ତରିତ ହୋଇଗଲେ। এই ସମସ୍ତ ତତ୍ତ୍ୱ ଗୁଡ଼ିକ ଯଦି ଆମେ ଜାଣିବା, ତାହେଲେ ସନ୍ଦେହ ରହିବାର କିଛି ନାହିଁ। ଲୋକମାନେ ଅନେକ ଏସବୁ ଜିନିଷ ଜାଣୁନାହାନ୍ତି, ଆଉ ଜାଣିଲେ ବି ଭଗବାନଙ୍କର ମାୟା ଶକ୍ତି ଦ୍ୱାରା ଆବୃତ ହେଇକି ସେମାନେ ବୁଝିପାରୁନାହାନ୍ତି। ଯାହା ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ କରାଯାଏ ତାହା ଦିବ୍ୟ କ୍ରିୟା ଅଟେ। ଏହା କଦାପି ଭୌତିକ ଦୋଷଦୁଷ୍ଟ ହୋଇ ନପାରେ, ଯାହାକି ଶୁଭଙ୍କର କିମ୍ବା ଅଶୁଭଙ୍କର ହୋଇପାରେ। ଭଗବାନଙ୍କର ସମସ୍ତ କାର୍ଯ୍ୟକଳାପ ଦିବ୍ୟ, ଆଉ ଭଗବାନଙ୍କ ନିର୍ଦ୍ଦେଶରେ ଯାହା କରାଯିବ ସେଟା ବି ଦିବ୍ୟ। ସେ ଶୁଭ ଅଶୁଭର ଊର୍ଦ୍ଧ୍ୱରେ। ସେଟା ବାରମ୍ବାର ଆମେ କହୁଛେ, ମହାପ୍ରଭୁ କହିଛନ୍ତି ଏଇ ଭଲ ଏଇ ମନ୍ଦ ଏଇ ସବୁ ଭ୍ରମ, ଶୁଭ ଅଶୁଭ ଏଇ ଜଗତ ପାଇଁ। ଏଇ ଯୋଉ ଧାରଣା ଯେ এই ଭୌତିକ ଜଗତରେ କେତେକ ଶୁଭପ୍ରଦ ଆଉ କେତେକ ଅଶୁଭପ୍ରଦ ପଦାର୍ଥ ଅଛି, ଏହା ବ୍ୟକ୍ତିର ମାନସିକ କଳ୍ପନା ଅଟେ। କାରଣ ଭୌତିକ ଜଗତରେ କିଛି ଶୁଭପ୍ରଦ ନୁହେଁ। ଏଟା କାଲି ପଢିଥିଲେ ମନେ ନା କି? କାଲି ଶ୍ଲୋକ ହେଇଯାଇଥିଲା କମ୍ପ୍ଲିଟ। हाँ मोर ନାଇଁ ପ୍ରଭୁ ହରେ କୃଷ୍ଣ। हाँ मोर 4 ନମ୍ବର कंप्लीट हो गेছিল হ্যাঁ 4 ନମ୍ବର ଶ୍ଲୋକ হবে। ମନେ କରୁଛି। बुद्धिर्ज्ञानम असम्मोह क्षमा सत्यम दमः शमा सुखम दुखम भवो अभावो भयम च अभयम एव च अहिंसा समता तुष्टि स्तपो दानम जसो अजस भवन्ति भावा भूतानां मत्एव पृथक विधा। बुद्धि माने बुद्धि, ज्ञानम ज्ञान, असम्मोह संशय मुक्त, मोहरु मुक्त, संशय मुक्त,
क्षमा क्षमा, सत्यम सत्य, दमः इंद्रिय संयम, सम दम सम मन संयम। हम्म, दम माने इंद्रिय संयम, सम माने मन संयम, सुख माने सुख, दुख माने दुख, भव माने जन्म, अभव माने मृत्यु, भय माने भय, च माने मध्य, अभयम भयहीनता, एवं मध्य, च एवं, अहिंसा अहिंसा, समता समभाव, तुष्टि संतोष, तपः तपस्या, दानम दान, जसः जस, अजसः निंदा, भवन्ति होन्ति, भावः प्रकृति, भूतानां जीवमानଙ୍କର मतः ମୋ ଠାରୁ ଏବେ ନିଶ୍ଚିତ ଭାବେ ପୃଥକ ବିଧା ବିଭିନ୍ନ ପ୍ରକାରେ ବ୍ୟବସ୍ଥିତ ବୁଦ୍ଧି ଜ୍ଞାନ ସନ୍ଦେହ ଓ ମୋହରୁ ମୁକ୍ତ, କ୍ଷମା ସତ୍ୟ, ଆତ୍ମସଂଯମ ଏବଂ ଶାନ୍ତ ଭାବ, ସୁଖ ଦୁଃଖ ଜନ୍ମ ମୃତ୍ୟୁ ଭୟ ନିର୍ଭୀକତା ଅହିଂସା ସମଭାବ ସନ୍ତୋଷ ତପସ୍ୟା ଦାନ ଯଶ ଅଜସ ଏସବୁ ମୋ ଦ୍ୱାରା ସୃଷ୍ଟ। ହୁଁ। ଯଶ ଅଜସ ଭବନ୍ତି ଭାବ ଭୂତାନାଂ, ଜୀବମାନଙ୍କ ଭିତରେ ଏଇ ଯେ ସମସ୍ତ ବିଭିନ୍ନ ପ୍ରକାର ଭାବ, ସୁଖ ଦୁଃଖ, ହଁ, ଜନ୍ମ ମୃତ୍ୟୁ ଭୟ ଅଭୟ, ଏଇ ସବୁ ଗୁଡିକ କହୁଛନ୍ତି ଭଗବାନ ସୃଷ୍ଟି କରିଛନ୍ତି। ହୁଁ। ତ ଭଲ ହେଉ ବା ମନ୍ଦ ହେଉ, ଜୀବମାନଙ୍କର ବିଭିନ୍ନ ଗୁଣ ଶ୍ରୀକୃଷ୍ଣଙ୍କ ଦ୍ୱାରା ସୃଷ୍ଟ ଏବଂ ସେସବୁ ଏଠାରେ ବର୍ଣ୍ଣନା କରାଯାଇଛି। ତ ଏମିତିକା ଯାହା କିଛି ଭଲ ହଉ ମନ୍ଦ ହଉ ଗୁଣର ପ୍ରଭାବରେ ହଉଛି। ତ ସେଇ ଗୁଣ ଗୁଡିକ ବି ଭଗବାନଙ୍କ ଠାରୁ ଦ୍ୱାରା ସୃଷ୍ଟ, ଆଉ ସେଇ ଗୁଣର ପ୍ରଭାବରେ ଜୀବର ଭିତରେ ଯୋଉ ବିଭିନ୍ନ ସବୁ ଗୁଣ ପ୍ରକାଶିତ ହଉଛି, ହଁ, ତ ସେଇ ଭଗବାନଙ୍କର ସୃଷ୍ଟି। ତ ବୁଦ୍ଧି ପ୍ରଥମ ହେଲା ବୁଦ୍ଧି। ତ ବୁଦ୍ଧିଟା କଣ? ଯେଉଁ ଶକ୍ତି ବଳରେ ମାନବ ପଦାର୍ଥକୁ ଭଲ ରକମ ବିଶ୍ଳେଷଣ କରି ସଠିକ ରୂପେ ଜାଣିପାରେ ତାହାକୁ କୁହାଏ ବୁଦ୍ଧି। ଏସବୁ ସୁନ୍ଦର ସୁନ୍ଦର ଡେଫିନେସନ, ହଁ, ବା ସଂଜ୍ଞା ସେଟା ପ୍ରଭୁପାଦ ଲେଖିଲେ। ବୁଦ୍ଧି ହଉଛି ଗୋଟେ ଶକ୍ତି ବା ବଳ, ଯୋଉ ଶକ୍ତି ମାଧ୍ୟମରେ ମଣିଷ, ହଁ, ବିଭିନ୍ନ ବିଷୟକୁ ବିଶ୍ଳେଷଣ କରି ବୁଝେ, ଭଲ ମନ୍ଦ ବିଚାର କରେ, ଏଟା କରିବା କରିବାନି, ଏଟା ବୁଦ୍ଧି, ଏଟା ବୁଦ୍ଧିର କାମ ସେଇଟା। ତ ଜ୍ଞାନ କଣ? ଜ୍ଞାନ ହଉଛି ଯାହା ବଳରେ ମାନବ ଜଡ଼ ପଦାର୍ଥ କଣ ଓ ଦିବ୍ୟ ପଦାର୍ଥ କଣ ଜାଣିପାରେ, ତାହା ହିଁ ଜ୍ଞାନ। ତ ଜ୍ଞାନ ମାନେ ଜାଣିବା। ସାଧାରଣ ଅର୍ଥରେ କହିବାକୁ ଗଲେ ତ ସେ ଗୋଟେ ଜ୍ଞାନୀ ବ୍ୟକ୍ତି, କଲେଜ ପ୍ରଫେସର ହେଇଛି ବା ଡକ୍ଟରେଟ କରିଛି, ସେଠି ତ ଦିବ୍ୟ ପଦାର୍ଥ ଜାଣିନି, ଖାଲି ଭୌତିକ ପଦାର୍ଥ ଜାଣେ। ତେବେ ସାଧାରଣ ଭାବରେ କହିବାକୁ ଗଲେ ଜ୍ଞାନ ମାନେ କୌଣସି ବସ୍ତୁ ସମ୍ପର୍କେ ଜାଣିବା, ତା ସମ୍ପର୍କରେ ଜ୍ଞାନ। କିନ୍ତୁ ଭଗବତ ଗୀତାର ବ୍ୟାଖ୍ୟା ଅନୁସାରେ ଯଥାର୍ଥ ଜ୍ଞାନ ହଉଛି ଜଡ଼ ପଦାର୍ଥ ଏବଂ ଦିବ୍ୟ ସେଥିରେ ପାର୍ଥକ୍ୟଟା ଜାଣିବା। ଆତ୍ମଜ୍ଞାନ ଯେମିତି ଆମେ କହୁଛେ ଯେ ଚିନ୍ମୟ ଆତ୍ମା ଏବଂ ଭୌତିକ ଦେହର ମଧ୍ୟ ପାର୍ଥକ୍ୟ ନିରୂପଣ କର, ତାକୁ କୁହାହଉଛି ସାଂଖ୍ୟ ଯୋଗ। ସେଟା ବି ଗୋଟେ ଜ୍ଞାନ। ତ ଦୁଇଟା କେତେ ବୁଝିଲେ ବୁଦ୍ଧି ମାନେ ସେଇ ଗୋଟେ ଶକ୍ତି ବା ବଳ ଯାହା ମାଧ୍ୟମରେ ଆମେ ବିଶ୍ଳେଷଣ କରି କୌଣସି ବିଷୟ ସମ୍ପର୍କେ ଜାଣିପାରୁଛେ ଠିକ ଭାବେ, ତାକୁ ବୁଦ୍ଧି କୁହାହଉଛି। ହଁ, ବିଶ୍ଳେଷଣ କରି ସଠିକ ରୂପେ ଜାଣିପାରୁଛେ ତାକୁ ବୁଦ୍ଧି କୁହାଯାଏ, ଭଲ ବିଶ୍ଳେଷଣ କରିକି। ଆଉ ଜ୍ଞାନ ହଉଛି ଜଡ଼ ପଦାର୍ଥ ଆଉ ଦିବ୍ୟ ପଦାର୍ଥ ଏ ସମ୍ପର୍କରେ ଜାଣିବା, ସେଟା ଜ୍ଞାନ। ଆଉ ବୁଦ୍ଧିଟା ହଉଛି ଏଟା କୌଣସି କିଛି ବିଷୟରେ ବିଚାର କରିବା। ବୁଦ୍ଧି ଦ୍ୱାରା ମଣିଷ ବିଚାର କରେ, ଭଲ ମନ୍ଦ ବିଚାର କରେ, ଏଟା ଭଲ ମନ୍ଦ ବିଚାର କରେ। ଆଉ ଜ୍ଞାନ ହଉଛି ଜଡ଼ ଦିବ୍ୟ ସମ୍ପର୍କେ ଜ୍ଞାନ ଜାଣେ। ତ
ତ ବିଶ୍ୱବିଦ୍ୟାଳୟରେ ଯେଉଁ ସାଧାରଣ ଜ୍ଞାନ ଲାଭ କରାଯାଉଛି ତାହା ଜଡ଼ବସ୍ତୁ ସମ୍ବନ୍ଧୀୟ ଅଟେ ଏବଂ ଏଠାରେ ତାହା ଜ୍ଞାନ ରୂପେ ସ୍ୱୀକୃତ ହେଉନାହିଁ। ଏ ଭୌତିକ ଜଗତର ଜ୍ଞାନକୁ ଯଦିଓ ଭୌତିକ ଲୋକର କୁହନ୍ତି ଜ୍ଞାନୀ, ତା ଜ୍ଞାନ ନୁହଁ। କାହିଁକି ନା ଭକ୍ତିନାଥ ଠାକୁର କହୁଛନ୍ତି ସେ ଜ୍ଞାନ ଅଜ୍ଞାନ, କେବଳ ଭୌତିକ ଜଗତର ଜ୍ଞାନ ସେଟା ହେଉଛି ଅଜ୍ଞାନ, ତାକୁ ଏଠି ସ୍ୱୀକୃତ କରାଯାଏ ନାହିଁ। ତାହେଲେ ଯଥାର୍ଥ ଜ୍ଞାନ ବୋଲେ କଣ କହିବା ନା ଜଡ଼ ପଦାର୍ଥ ଦିବ୍ୟ ପଦାର୍ଥ ମଧ୍ୟରେ କଣ ପାର୍ଥକ୍ୟ ତାହା ଜାଣିବା। ଅର୍ଥାତ୍ ଜଡ଼ ଦେହ ଚିନ୍ମୟ ଆତ୍ମା, ଦିବ୍ୟ ମଧ୍ୟ ଚିନ୍ମୟ, ତ ସେ କଣ ପାର୍ଥକ୍ୟ ଜାଣିବା। ତ ଆଧୁନିକ ଶିକ୍ଷା ଆମକୁ ଏଇ ଦିବ୍ୟ ଜ୍ଞାନ ଦଉନି, କେବଳ ତା ଆମକୁ କଣ କରୁଛି ନା ଭୌତିକ ଜ୍ଞାନ ଦଉଛି। ଶାରୀରିକ ଆବଶ୍ୟକତା ସମ୍ବନ୍ଧରେ ଜ୍ଞାନ ପ୍ରଦାନ କରୁଛି। ସେଇଥିପାଇଁ କି ଆଧୁନିକ ବିଶ୍ୱବିଦ୍ୟାଳୟ ଯେ ଜ୍ଞାନ, ଏଟା ପୂର୍ଣ୍ଣ ଜ୍ଞାନ ନୁହଁ, ଜ୍ଞାନର ପୂର୍ଣ୍ଣତା ନାହିଁ, ଯଥାର୍ଥ ଜ୍ଞାନ ନୁହଁ। ମଣିଷର ଯୋଉ ଜ୍ଞାନ ପାଇଁ ମଣିଷ ଜୀବନ ଭଗବାନ ଦେଇଛନ୍ତି ସେ ଜ୍ଞାନ ସେ ପାଇପାରୁନି। ପଶୁ ପକ୍ଷୀଙ୍କୁ ସେ ଜ୍ଞାନ ଦିଆହେଇଛି, ଆହାର ନିଦ୍ରା ଭୟ ମଧ୍ୟ କଥା ସେମାନେ ବୁଝିପାରିବେ, କରିପାରିବେ, ସବୁ କରିପାରିବେ। ମଣିଷ ବି ସେୟା କରୁଛି, କେବଳ ଆହାର ନିଦ୍ରା ଭୟ ମଧ୍ୟ ସମ୍ପର୍କିତ ଜ୍ଞାନ ତାର ଅଛି, ଆଉ ସେଇଟାକୁ କେମିତି ବେଶୀ ବଢେଇବ ତାର ଉପରେ ପର୍ଯ୍ୟାଲୋଚନା କରୁଛନ୍ତି, ରିସର୍ଚ୍ଚ କରୁଛନ୍ତି। ହଁ, ଆମର ଯେ ତଥାକଥିତ ଆଧୁନିକ ସଭ୍ୟତା ବିଜ୍ଞାନ ଏଇଗୁଡ଼ିକ ସବୁ କରୁଛନ୍ତି, ସେଇଟା ଯଥାର୍ଥ ଜ୍ଞାନ ନୁହଁ। ତ ବୁଦ୍ଧି ଜ୍ଞାନ ଅସମ୍ମୋହ, ମୋହ ମାନେ ଠିକ ସନ୍ଦେହ, ସନ୍ଦେହ ଓ ମୋହରୁ ମୁକ୍ତି ଅସମ୍ମୋହ। ଏହି ଅବସ୍ଥା କେତେବେଳେ ପ୍ରାପ୍ତ ହୁଏ, ଯେତେବେଳେ ବ୍ୟକ୍ତି ଦ୍ୱିଧାହୀନ ହୋଇଯାଏ, ଭଗବତ ବିଜ୍ଞାନ ବୁଝିପାରେ, ସେତେବେଳେ ତାର କଣ ମୋହ ରହେନି, ସନ୍ଦେହ ରହେନି, ଅସମ୍ମୋହ ଅବସ୍ଥା। ତାହେଲେ ଅସମ୍ମୋହର ଡେଫିନେସନ ସଂଜ୍ଞା ଦିଆହେଲା କଣ ନା ଯେତେବେଳେ ବ୍ୟକ୍ତି ଗୋଟେ ସ୍ତରକୁ ଆସେ, ସେ ଭଗବତ ବିଜ୍ଞାନ ବୁଝିପାରିଛି ଆଉ ତାର ଦ୍ୱିଧା ନାହିଁ, ସେଟା ଅସମ୍ମୋହ। ଏଗୁଡ଼ିକ ଆପଣମାନେ ସମସ୍ତେ ନୋଟବୁକରେ ଲେଖିକି ମୁଖସ୍ଥ ଜାଣିବାକୁ ଚେଷ୍ଟା କରିପାରନ୍ତି। ତ କ୍ରମଶଃ ସେ ନିଶ୍ଚୟ ଏଇ ଅବସ୍ଥା ପ୍ରାପ୍ତ ହେବ, ଅର୍ଥାତ୍ ସନ୍ଦେହ ବା ସଂଶୟ ମୁକ୍ତ ହେଇଯିବ। ସେ ଯଦି ଭଗବତ ବିଜ୍ଞାନ ଠିକରେ ବୁଝିପାରେ, ଦ୍ୱିଧାହୀନ ହୁଏ, ତାକୁ ହଉଛି ଅସମ୍ମୋହ ଅବସ୍ଥା, ତାହେଲେ ସେ ସାଙ୍ଗେ ସାଙ୍ଗେ କଣ ହବ ନା ଅସମ୍ମୋହ ଅବସ୍ଥା ପ୍ରାପ୍ତ ହବ। ତ କିଛି ବି ଅନ୍ଧ ଭାବରେ ଗ୍ରହଣ କରିବା ଉଚିତ ନୁହଁ। ହଁ, ସବୁ କିଛି ସାବଧାନତା ସହକାରେ ଗ୍ରହଣ କରିବାକୁ ହବ। ତବେ କ୍ଷମା ଅଭ୍ୟାସ କରିବାକୁ ହବ। ବ୍ୟକ୍ତିକୁ ଅନ୍ୟ ଛୋଟ ଛୋଟ ଦୋଷ କ୍ଷମା କରିବାକୁ ପଡିବ। ସତ୍ୟ ଅର୍ଥାତ୍ ସତ୍ୟବାଦିତାର ଅର୍ଥ ଅନ୍ୟର ଉପକାର ନିମିତ୍ତ ଯଥାର୍ଥ ଭାବରେ ସତ୍ୟ କଥା କହିବାକୁ ପଡିବ। ତା ମାନେ ଏଠି ବୁଝା ହେଉଛି ଯେ ମୁଁ ସତ୍ୟ କଥା କହିଲେ ଅନ୍ୟର ଅପକାର ହବ, ତାହେଲେ ମୁଁ ସତ୍ୟ କଥା ହେଲେ ବି କହିବିନି। ଉପକାର ହେଲେ କହିବି, ସେଟା ସତ୍ୟ ଡେଫିନେସନ କୁହାହଉଛି। ଅନ୍ୟର ଅନିଷ୍ଟ ହବ, ସେଭଳିଆ କଥା ମୁଁ କାହାକୁ କହିବାକୁ ଯିବିନି। କଥା ସିଧାସଳଖ ଓ ପରିଷ୍କାର ଭାବରେ କହିବାକୁ ପଡିବ। ହଁ, କୌଣସି ଅପମିଶ୍ରଣ ସେଥିରେ କରିବା ଉଚିତ ନୁହେଁ। ବଙ୍କି ଟଙ୍କି କଥା କହିବା, ସିଧା କଥା କହିବା, ଲୋକମାନେ ସହଜରେ ବୁଝିପାରିବେ ସରଳ ଭାବରେ। ସାମାଜିକ ପ୍ରଥା ଅନୁଯାୟୀ ଏହା ପ୍ରଚଳିତ ଅଛି ଯେ ବ୍ୟକ୍ତି କେବଳ ସତ୍ୟ କଥା ପ୍ରୀତିକର ଭାବରେ କହିବ, ଅପ୍ରିୟ ସତ୍ୟ କଥା କହିବା ଉଚିତ ନୁହଁ। ଏଟା ମୁଁ କାଲି ନା ପରଦିନ କହିଥିଲି କଥାଟା, ଯେ ସତ୍ୟମ ବ୍ରୁୟାତ୍ ପ୍ରିୟମ ବ୍ରୁୟାତ୍, ସତ୍ୟ କଥା କହିବ, ପ୍ରିୟ କଥା ପ୍ରିୟ ଭାବରେ କହିବ। ତ ଏଟାକୁ ପ୍ରଭୁପାଦ କହୁଛନ୍ତି, ହଁ এটা ସାମାଜିକ କଥା, ଏଟା ସାମାଜିକ ପ୍ରଥା ଅନୁସାରେ ସତ୍ୟ କଥା ପ୍ରୀତିକର ଭାବରେ କହିବ, କିନ୍ତୁ ତାହା ସତ୍ୟବାଦିତା ନୁହଁ। ତମକୁ ସୁହାଇଲା ଭଳିଆ ଭଲ ଲାଗିଲା ଭଳିଆ ସତ୍ୟ କଥା କହିବ, ସତ୍ୟ କଥା ନୁହଁ। ପ୍ରଭୁପାଦ ରେକମେଣ୍ଡ କରୁନାହାନ୍ତି। ସତ୍ୟ ସିଧାସଳଖ ଭାବରେ
ପରିଷ୍କାର ଭାବରେ କହିବାକୁ ପଡିବ, ଯଦ୍ୱାରା ଅନ୍ୟମାନେ ପରିଷ୍କାର ଭାବରେ ଜାଣିପାରିବେ କଥାଟା କଣ। ଯଦି କୌଣସି ବ୍ୟକ୍ତି ପ୍ରକୃତରେ ଚୋର ହେଇଥାଏ, ସେ ତା ବିଷୟରେ ଯଦି ଅନ୍ୟମାନଙ୍କୁ ସିଧାସଳଖ ଭାବରେ କହି ଜଣାଇ ଦିଏ ଯେ ସେ ଚୋର ଅଟେ, ତେବେ ତାହା ହିଁ ପ୍ରକୃତ ସତ୍ୟ ଅଟେ। ଯଦିଓ ବେଳେ ବେଳେ ସତ୍ୟ ଅପ୍ରୀତିକର ହୁଏ, ତେବେ ବି ସୁଦ୍ଧା ତାହା ପ୍ରକାଶ କରିବାକୁ କେହି ଦ୍ୱିଧାବୋଧ କରିବା ଉଚିତ ନୁହେଁ। ସତ୍ୟବାଦିତାର ଅର୍ଥ ଅନ୍ୟମାନଙ୍କର ଉପକାରାର୍ଥେ କଥାକୁ ଯଥାଯଥ ଭାବରେ ଅବିକୃତ ଭାବରେ ପ୍ରକାଶ କରିବ। ଏଇଟା ହଉଛି ସତ୍ୟ। ତାର ଆତ୍ମସଂଯମ କଥା କୁହାଯାଉଛି। ଆତ୍ମସଂଯମ ଅର୍ଥ ହଉଛି ବ୍ୟକ୍ତିଗତ ଉପଭୋଗ ନିମିତ୍ତ ଅଯଥା ଇନ୍ଦ୍ରିୟ ମାନଙ୍କୁ ବ୍ୟବହାର ନ କରିବା। ଆତ୍ମସଂଯମ, ଯେତିକି ଦରକାର ସେତିକି ବ୍ୟବହାର କରିବା। ଇନ୍ଦ୍ରିୟ ମାନଙ୍କୁ ଅଯଥା ବ୍ୟବହାର ନ କରିବା। ଆତ୍ମସଂଯମ, ଇନ୍ଦ୍ରିୟ ମାନଙ୍କର ଆବଶ୍ୟକତା ପୂରଣ ନିମିତ୍ତ କୌଣସି ବାରଣ ନାହିଁ, କିନ୍ତୁ ଅଯଥା ଇନ୍ଦ୍ରିୟ ଉପଭୋଗ ଆଧ୍ୟାତ୍ମିକ ଉନ୍ନତି ପଥରେ ପ୍ରତିବନ୍ଧକ ଅଟେ। ତେଣୁ ଅଯଥା ଇନ୍ଦ୍ରିୟ ଉପଭୋଗକୁ ନିୟନ୍ତ୍ରଣ କରିବାକୁ ପଡିବ। ଅଯଥା, ଏଇଟା ଖୁବ ସରଳ ଜିନିଷ। ଯେ ଆମମାନେ ସରଳ ଜୀବନ ଯାପନ କରି ସିମ୍ପଲ ଘର କରିକି ଖାଇ ପିଇକି ଆନନ୍ଦରେ ରହିପାରିବା, ଚାଷ ବାସ ଗୋ ରକ୍ଷା କରିକି, ଗୋଟେ ସରଳ ଜୀବନ ଯାପନ ଥିଲା। କିନ୍ତୁ ଆସ୍ତେ ଆସ୍ତେ ଯେତେବେଳେ ସମୟ ବଢୁଛି, ତଥାକଥିତ ବିଜ୍ଞାନ ସଭ୍ୟତାର ଉନ୍ନତି ହଉଛି, ଜୀବନରେ ବହୁତ ଅଯଥା କାମ କରିବାକୁ ପଡୁଛି। ଅଯଥା ଇନ୍ଦ୍ରିୟ ମାନଙ୍କୁ ବ୍ୟବହାର କରାଯାଉଛି। ଇନ୍ଦ୍ରିୟ ମାନଙ୍କୁ ଅଯଥା କାମରେ ବ୍ୟବହାର କରାହଉଛି, କାମ କରିବାରେ, ଆଉ ଅଯଥା ଅଯଥା ଭୋଗରେ ବ୍ୟବହାର କରାହଉଛି। ଗୋଟେ ଲୋକ ନିଜେ ଶାନ୍ତିରେ ଆନନ୍ଦରେ ରହିବା ପାଇଁ ଯେତିକି ଦରକାର, ଯେତିକି ଘର ଦରକାର ସେତିକି ଘର କରିବ। ଦେବେ କଣ କରୁଛନ୍ତି ନା, ବଡ ବଡ ଘର କରିବେ, ବଡ ବଡ ବିଜନେସ କରିବେ, କୋଟି କୋଟି ଟଙ୍କା କରିବେ। ଏଟା ହଉଛି ଅଯଥା ଉପଭୋଗ। ଇନ୍ଦ୍ରିୟ ମାନଙ୍କୁ ବ୍ୟକ୍ତିଗତ ଉପଭୋଗ ଅଯଥା ଇନ୍ଦ୍ରିୟ ବ୍ୟବହାର କରାହଉଛି। ସେଥିରେ କଣ ହଉଛି ନା, ମଣିଷ ଜୀବନ ଆହୁରି ଦୁର୍ବିସହ ହଉଛି, ଦୁଃଖମୟ ହଉଛି, ଯନ୍ତ୍ରଣାମୟ ହଉଛି, ଉଦ୍ବେଗପୂର୍ଣ୍ଣ ହଉଛି। ସେଇଥିପାଇଁ କି ସମସ୍ତ ବ୍ୟକ୍ତିଙ୍କୁ କହୁଛି ଯେ ଆମମାନେ ବ୍ୟକ୍ତିଗତ ଉପଭୋଗ ପାଇଁ ଇନ୍ଦ୍ରିୟକୁ ଅଯଥା ବ୍ୟବହାର କରିବା ଦରକାର ନାହିଁ। ଯେତିକି ଆବଶ୍ୟକ ଦରକାର ସେତିକି କରିବା। ଦେହ ଆତ୍ମାକୁ ଏକ ସାଙ୍ଗେ ରଖିବା ପାଇଁ ଯେତିକି ଦରକାର ସେତିକି କରିବା। କେତେ ସୁନ୍ଦର ସୁନ୍ଦର କଥା, କିନ୍ତୁ କଣ କରାଯିବ? ଏଇ ବହି ପଢିଲା ବେଳେ ମନେ ପଡୁଛି, ହଁ ଠିକ କଥା, କିନ୍ତୁ ପରେ ଏ ସବୁ ଭୁଲି ଯାଉଛି। ମାୟା ଶକ୍ତି ଏତେ ଶକ୍ତିଶାଳୀ ଯେ କୌଣସି ମତେ ତମକୁ ଟିକେ ଶାନ୍ତିରେ ରହିବାକୁ ଦବନି ଏଠି। ସେହିପରି ମନ ଅଯଥା ଚିନ୍ତାରେ ନିଯୁକ୍ତ ହେବା ଉଚିତ ନୁହଁ। ଏହା ସମ ଅର୍ଥାତ ଶାନ୍ତ ଭାବ। ବ୍ୟକ୍ତି ଅର୍ଥ ଉପାର୍ଜନ ଚିନ୍ତାରେ ଅଯଥା ସମୟ ନଷ୍ଟ କରିବା ଉଚିତ ନୁହେଁ। ତାହା ଚିନ୍ତା ଶକ୍ତିର ଅପଚୟ ଅଟେ। ବାହାର ଲୋକ ଶୁଣିଲେ ତ ବାଡେଇବାକୁ ଆସିବେ, ଆରେ କଣ କଥା କହୁଛନ୍ତି କୃଷ୍ଣ। ହଁ, ଅର୍ଥ ଉପାର୍ଜନ ପାଇଁ ଚିନ୍ତା କରୁନି, ସାରା ଦିନଟା ତ ଅର୍ଥ ଉପାର୍ଜନ କେମିତି ସେଇ ଚିନ୍ତା ଲୋକ ଯାଇଛନ୍ତି। ହଁ, ମୁଁ ଶୁଣିଛି ଆମର ବେଙ୍ଗଲର ରାମକୃଷ୍ଣ ପରମହଂସ କହନ୍ତି, টাকা মাটি, মাটি টাকা, টাকা না থাকলে সব ফাঁকা ফাঁকা। তার কথা অনুসারে যে টাকাটা মাটি, মাটিটা টাকা, টাকা না থাকলে সব ফাঁকা। তো ସମସ୍ତେ ଟଙ୍କା ପଛରେ ଦୌଡ଼ିବେ। ତ ବ୍ୟାପାର ହଉଛି ଅର୍ଥ ଉପାର୍ଜନ ଚିନ୍ତା ନାହିଁ ତା ନୁହଁ, ଯେତିକି ଦରକାର ସେତିକି ଅର୍ଥ ଉପାର୍ଜନ କରିକି ବାକି ସମୟ ଆଧ୍ୟାତ୍ମିକ ଜୀବନ ଯାପନ କଲେ ଜୀବନ ବହୁତ କଲ୍ୟାଣ ହବ। କିନ୍ତୁ ଲୋକମାନେ ସାରା ଦିନ ରାତି ଅର୍ଥ ଉପାର୍ଜନ ପାଇଁ ଚେଷ୍ଟା କରୁଛନ୍ତି, ଯେତିକି ଦରକାର ତାଠୁ 10 ଗୁଣ 100 ଗୁଣ କମେଇକି ବସୁଛନ୍ତି। ମାନେ ଏତେ ଅର୍ଥ ଉପାର୍ଜନରେ ଚିନ୍ତା ଏତେ ସମୟ ସେଥିରେ ଯାଉଛି, ଭୋଗ କରିବାର ବି ସମୟ ନାହିଁ। ଏଠି କହୁଛି ନା,
ଯେତିକି ଦରକାର ସେତିକି ଇନକମ କର, ତାପରେ ତୁମେ ଆନନ୍ଦରେ ରହ। କିନ୍ତୁ ବର୍ତ୍ତମାନ କଣ କରୁଛନ୍ତି ଲୋକମାନେ, ଯେ ଅଭାବ ବୋଲି ବୁଝିଲେ, ଜଗତରେ ଅଭାବ ହବା କଥା ନୁହଁ। ଭଗବାନ କହିଛନ୍ତି ଯେ ଈଶ୍ୱବାସମ୍ ଇଦಂ ସର୍ବମ୍ ଜଗତ୍ 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 ତେନ ତେକ୍ତେନ ଭୁଞ୍ଜିତା ମା ଗୀତ କଷିତ। ଏ ଜଗତରେ ସବୁ কিছুର ମାଲିକ ଭଗବାନ। ହଁ, ସେ ଯାହା ଆମକୁ କୋଟା ଦେଇଛନ୍ତି ସେତିକି ବ୍ୟବହାର କର, ଅନ୍ୟ ଜିନିଷ ବ୍ୟବହାର କରନି। ମା ଗୃହୀତ କସ୍ୟଚିତ୍ ଧନମ୍, ଅନ୍ୟର ଧନ ବ୍ୟବହାର କରନି। କିନ୍ତୁ ଭଗବାନ ସମସ୍ତଙ୍କୁ ମାପିକି ଦେଇଛନ୍ତି, ସମସ୍ତେ ଠିକରେ ଚଳିପାରିବେ। ଏଇ ଜଣେ ଖାଇବାକୁ ପାଇନି କାହିଁକି ନା, ଆଉ ଜଣେ ସେ ବହୁତ ଜମେଇକି ରଖିଦେଇଛି। ତ ଏଇ ଭାବରେ କଣ ହଉଛି ନା, ଇମ୍ବାଲାନ୍ସଟାକୁ ଆମେ ତିଆରି କରୁଛେ। ବୁଝିପାରିଲେ କି? ଏଟାକୁ ଆମେ ତିଆରି କରୁଛେ, ଲୋକମାନେ ତିଆରି କରୁଛନ୍ତି। ହଁ। ତ ମାନବର ମୁଖ୍ୟ ଆବଶ୍ୟକତା କଣ, ସେ ବିଷୟରେ ଚିନ୍ତା କରିବାକୁ, ମନକୁ ଲଗେଇବାକୁ ଉଚିତ ଓ ତାହା ଯଥାର୍ଥ ରୂପରେ ଉପସ୍ଥାପିତ ହେବା ଉଚିତ। ଖାଲି ଟଙ୍କା ଟଙ୍କା ଟଙ୍କା, ଇଂରେଜ ମନି କନସିୟସନେସ୍ କରୁଛନ୍ତି। ନା, ଆମକୁ କୃଷ୍ଣ କନସିୟସନେସ୍ ହେବାକୁ ପଡିବ, ମନି କନସିୟସନେସ୍ ନୁହଁ। ଆଉ ଯଦି ଟଙ୍କା ଟଙ୍କା କରିବା, ତାହେଲେ ଭଗବାନଙ୍କ ପାଇଁ ଟଙ୍କା ଟଙ୍କା କରିବା। ହଁ, କୃଷ୍ଣ ନାମ ପ୍ରଚାର ପାଇଁ ଟଙ୍କା ଟଙ୍କା କରିବା। ତାହେଲେ ଯେମିତି ପ୍ରଥମରେ କୁହାହେଲା, ତାହେଲେ ସେ ସମସ୍ତଙ୍କର ଦିବ୍ୟ ହବ। ମୁଁ ଯଦି ନିଜ ପାଇଁ ଟଙ୍କା ଟଙ୍କା କରିବି, ସେ ଫଳରେ ଆସକ୍ତ ହେବି, ପାଇଲେ ସୁଖୀ ନ ପାଇଲେ ଦୁଃଖୀ। ତାପରେ ଟଙ୍କା ପାଇଁ ଚିନ୍ତା, କିଏ ଚୋରି କରି ନେଇଯିବ, ବିଭିନ୍ନ ପ୍ରକାର ଝାମେଲା ରହିଛି। ତ ଅନାସକ୍ତ ହେଇକି ଭଗବାନ ପାଇଁ କରୁଥା। ମୁଁ ତ ଭାଗିଦାର ନୁହଁ, ଭଗବାନ ଭାଗିଦାର। ତ ଭଗବାନ ପାଇଁ କହିବ, ମୁଁ ତ ପାଇବିନି ଆଉ ଭଗବାନ ପାଇଁ ମୋର କଣ ଅଛି, ହେଲେ ହେଲା ନହେଲେ ନାହିଁ, ଏମିତିକା ନୁହଁ। ଖୁବ୍ ଯତ୍ନର ସହ କରିବ, ସମସ୍ତ କିଛି ଚିନ୍ତା କରିବ। ଭଗବାନଙ୍କ ଯେତେ ଟଙ୍କା ପଇସା ଇନକମ ହବ, ବେଶୀ ଭଗବାନଙ୍କର ବାଣୀ ପ୍ରଚାର ହବ। ତ ଯତ୍ନର ସହ କରିବାକୁ ପଡିବ। ଏଇ ଭଗବାନଙ୍କର ବୋଲି ହେଲେ ହେଲା ନହେଲେ ନାହିଁ, ଏମିତିକା ନୁହଁ। ବୁଝିପାରିଲେ? ତ ଏଠି କୁହାଯାଉଛି, ଯୋଉମାନେ ଶାସ୍ତ୍ରଜ୍ଞ ପଣ୍ଡିତ, ଯୋଉମାନେ ସାଧୁ ସନ୍ଥ ଭକ୍ତ ଓ ଆଧ୍ୟାତ୍ମିକ ଗୁରୁ, ଯୋଉମାନଙ୍କର ଚିନ୍ତା ଶକ୍ତି ଖୁବ୍ ଉନ୍ନତ, ସେମାନଙ୍କର ସଙ୍ଗ ଲାଭ କରିଲେ ଆମ୍ଭମାନଙ୍କର ଚିନ୍ତା ଶକ୍ତି ଉନ୍ନତି ହେବ। ବୁଝିଲେ କି? ଯାହା କୃଷ୍ଣ ଭାବନା ଲାଭ ଦିଗରେ ଅନୁକୂଳ, ତାହା ସୁଖ। ଯାହା କୃଷ୍ଣ ପ୍ରତିକୂଳ, ସେଇଟା ଦୁଃଖ। ସେଇଟା ଯଥାର୍ଥ ଦୁଃଖ, ଯେ ଆମେ କୃଷ୍ଣ ଭାବନାରେ ଭାବିତ ହଉନେ, କୃଷ୍ଣ ସେବା କରୁନେ। ସେଥିପାଇଁ କୁହାଯାଇଛି, ଦୁର୍ଲଭ ମନୁଷ୍ୟ ଜନ୍ମ ଲଭିଆ ସଂସାରେ, କୃଷ୍ଣ ନାମ ଭଜନ ଦୁଃଖ କହିବ କାହାରି। ଏ ହଉଛି ପ୍ରକୃତ ଦୁଃଖ। କୃଷ୍ଣଙ୍କୁ କେନ୍ଦ୍ରରେ ରଖିକି କୃଷ୍ଣ ସେବାରେ, ଆର ଅନୁକୂଳ, କୃଷ୍ଣ ସେବାରେ ସବୁ କିଛି ଅନୁକୂଳ ଚାଲିଲେ ସେଇଟା ସୁଖ। ଆଉ କୃଷ୍ଣ ଭାବନା ପ୍ରତିକୂଳ ହେଇଗଲା, ସେଇଟା ହଉଛି ଦୁଃଖ। କୃଷ୍ଣ ଚେତନା ଲାଭ ଦିଗରେ ଯାହା ଅନୁକୂଳ ତାହା ଗ୍ରହଣୀୟ, ଯାହା ପ୍ରତିକୂଳ ବା ଅନୁକୂଳ ନୁହେଁ ସେଟା ପରିତ୍ୟାଜ୍ୟ। ତାପରେ କିଛି ଭବ ଶବ୍ଦ ବ୍ୟବହାର କରାଯାଇଛି। ବିରାଟ ବଡ ତାତ୍ପର୍ଯ୍ୟ। ତ ଭବ ଶବ୍ଦର ଅର୍ଥ ହଉଛି, ହଁ, ନା, ଭବ ଶବ୍ଦ କାଲି ପଢିବା, ମନେ ରଖ। ଭବ ସେଟା ବଡ ଅଛି, ଭବ ଶବ୍ଦ କାଲି ପଢିବା। ଠିକ ଅଛି, ଆମେ ଆଜି କିଛି ଶବ୍ଦର ଅର୍ଥ ପଢିଲେ। ବୁଦ୍ଧି କଣ, ଜ୍ଞାନ କଣ, ମୋହ, କ୍ଷମା, ସତ୍ୟ, ଦମ, ସମ, ସୁଖ, ଦୁଃଖ। କାଲି ପଢିବା ଭବ ଅଭବ, ଜନ୍ମ ମୃତ୍ୟୁ। ସେଗୁଡା ସବୁ ଆମକୁ ଜାଣିବାକୁ ପଡିବ। ବୁଦ୍ଧି କଣ, ଜ୍ଞାନ କଣ, ମୋହ କଣ, କେମିତି ସଂଶୟରୁ ମୁକ୍ତ ହବ। ଏ ସୁନ୍ଦର କାଇଦା ଭଗବାନ ଦେଇଛନ୍ତି। ଏସବୁ ପଢିଲେ ମନେ ହୁଏ, ଲୋକମାନେ ମନେ କରନ୍ତି ଏଇ ଭଗବାନ ମାନେନି। ଆରେ ଭଗବାନ ତମେ ମାନେ ନ ମାନିଲେ ସୁଖ ଦୁଃଖ ତ ଜାଣ। ଜ୍ଞାନ ବୁଦ୍ଧି ଗୋଟେ ତ ମାନ, ଯଶ ପଯସ୍ତ ମାନ। ତ ସେଇ ସମ୍ପର୍କରେ ଟିକେ ଜ୍ଞାନ ନିଅଠୁ। କେତେ ସୁନ୍ଦର ଭଗବାନ ବର୍ଣ୍ଣନା କରିଛନ୍ତି। ଠିକ ଅଛି। ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ କୃଷ୍ଣ ହରେ ହରେ, ହରେ ରାମ, ହରେ ରାମ, ରାମ
प्रणाम महाराज। हरे कृष्णा। प्रश्न ଅଛି ତମର जी? हरे हाँ कृष्ण। महाराज। ଚୈତନ୍ୟ हरे ଚରିତାମୃତ ପାଠ କରିବ। ଠିକ ଅଛି।